ଏଇଟା ହେଉଛି ଏଣ୍ଟ୍ରି ଗେଟ୍ ଆପଣ ଦେଖିପାରୁଛନ୍ତି। ତ ଏଠି ବି ମଧ୍ୟ କାମ ଚାଲିଛି। ଏଠି ଆପଣମାନେ ଦେଖିପାରୁଛନ୍ତି ଯେ ଏଣ୍ଟ୍ରି ଗେଟ୍ଟିକୁ କେମିତି ସଜାଉଛନ୍ତି, ଫୁଲରେ ସଜା ହେଉଛି ଆପଣମାନେ ଦେଖିପାରୁଛନ୍ତି। ତ ବହୁତ ବଢ଼ିଆ ହିଁ ଯାହା ଦେଖାଯାଉଛି। ଆପଣମାନଙ୍କୁ କେମିତି ଦେଖାଯାଉଛି କମେଣ୍ଟ କରିକି ଜଣାନ୍ତୁ। ତ କାମ ଚାଲିଛି, ତ ଚାଲନ୍ତୁ ଆମେ ଏବେ ଭିତରକୁ ଯିବା। ସେଠି ବି ମୁଁ ଆପଣମାନଙ୍କୁ ଦେଖେଇବି। ତ ଆପଣମାନେ ଦେଖିପାରୁଛନ୍ତି ଏଇଟା ହେଉଛି ଯାହାକି ଭିତରର ଲୁକ୍ଟା ଆପଣମାନେ ଦେଖିପାରୁଛନ୍ତି। ଲାଇଟ୍ ଫାଇଟ୍ କିଛି ସେମିତି ଲଗା ହେଇନି, ତ ଏଠି ଦେଖିପାରୁଛନ୍ତି। ଆଉ ଏଇଟା ହେଉଛି ନେକ୍ସଟ ରୁମ୍। ଏଠି ବହୁତ ସୁନ୍ଦର ଭାବରେ ସଜାଇଛନ୍ତି, ଡେକୋରେଟ୍ କରିଛନ୍ତି ଆପଣମାନେ ଦେଖିପାରୁଛନ୍ତି। ତ ଡେକୋରେଟ୍ ଆପଣମାନଙ୍କୁ କେମିତି ଲାଗୁଛି ଆପଣମାନେ କମେଣ୍ଟ କରିକି ଜଣାନ୍ତୁ। ତ ବହୁତ ସୁନ୍ଦର ହିଁ ହେଇଛି, ଆପଣମାନେ ଦେଖିପାରୁଛନ୍ତି। ରାଜୁ ଭାଇ ବାହାଘର ପାଇଁ କେମିତି କାମ ଚାଲିଛି ଆପଣମାନେ ଦେଖିପାରୁଛନ୍ତି। ତ ଭାଇ ମାନେ ଏମିତି ଆମର ୟୁଟ୍ୟୁବର ବ୍ଲଗର ରାଜୁ ଭାଇଙ୍କର ବାହାଘର ପାଇଁ ପ୍ରସ୍ତୁତ ଚାଲିଛି, ଡେକୋରେସନ୍ କାମ ଚାଲିଛି ଆପଣମାନେ ଦେଖିବାକୁ ପାଇଲେ। ଆଉ କେଉଁଦିନ ତାଙ୍କର ବାହାଘର ସେଇଟା ତ ରାଜୁ ଭାଇ ଆମକୁ କହୁନାହାନ୍ତି। କେଉଁଦିନ ତାଙ୍କର ଯାହାକି ବରଯାତ୍ରୀ ଯିବେ ଏବଂ ତାଙ୍କର ଯାହା ରିସେପସନ୍ ରହିଛି, ତ କେଉଁଦିନ ସେଇଟା ହେବ ସେଇଟା ତ ଆମକୁ ଜଣାଉନାହାନ୍ତି। ତ ମୁଁ ଏଇ ଭିଡ଼ିଓ ମାଧ୍ୟମରେ ଏତିକି ଯାହାକି ମୁଁ ରାଜୁ ଭାଇଙ୍କୁ କହିବି ଯେ ଆମେ ବି ବହୁତ ଇଚ୍ଛା କରିଛୁ ତୁମ ବାହାଘରରେ ଯିବା ପାଇଁ, ତୁମ ବାହାଘରରେ କିଛି ଏଣ୍ଟରଟେନମେଣ୍ଟ ନେବା ପାଇଁ। ତ କୌଣସି ବ୍ଲଗ୍ ଭିଡ଼ିଓରେ ଆମକୁ କହୁନାହାନ୍ତି। ତାଙ୍କର ଯେତିକି ବି ବ୍ଲଗ୍ ଭିଡ଼ିଓ ଛାଡ଼ୁଛନ୍ତି ଆମକୁ କିଛି ତା ବିଷୟରେ ଆମକୁ କିଛି ଇନଫର୍ମ କରୁନାହାନ୍ତି। ଯାହାକି ସବୁ ଜିନିଷ ଦେଖାଉଛନ୍ତି, କିନ୍ତୁ କେଉଁଦିନ ତାଙ୍କର ବାହାଘର ହେବ ସେଇଟା ଆମେ କମେଣ୍ଟ କରୁଛୁ। ଆଉ ତା ସହିତ ହ୍ୱାଟ୍ସଆପ୍ରେ ବି ତାଙ୍କୁ ମେସେଜ୍ କରୁଛୁ। ତ ତାହେଲେ ବି ସେ ଆମକୁ କିଛି ରେସ୍ପନ୍ସ ଦେଉନାହାନ୍ତି କେଉଁଦିନ ତାଙ୍କର ମ୍ୟାରେଜ୍ ହେବ ବୋଲି। ଆଉ କ'ଣ କହିପାରିବୁ, ସବୁଆଡ଼େ ତ ମେସେଜ୍ କରୁଛୁ, କମେଣ୍ଟ କରୁଛୁ, ଇନଷ୍ଟାଗ୍ରାମରେ ବି ମେସେଜ୍ କରୁଛୁ, କିଛି ରେସ୍ପନ୍ସ ଦେଉନାହାନ୍ତି। ତ ସେଥିପାଇଁ ଖାଲି ଏଇ ଭିଡ଼ିଓରେ ମୁଁ ଯଦି ରାଜୁ ଭାଇ ଦେଖୁଛନ୍ତି ତ ଆମକୁ ବି ଟିକେ ଯିବା ପାଇଁ ସୁଯୋଗ ଦିଅନ୍ତୁ। କାହିଁକିନା ଆମେ ତୁମ ଘରକୁ ଦେଖିଛୁ, ତୁମ ବାଲେଶ୍ୱର, ଯାହାକି ଆମେ ଯାଇପାରିବୁ, କିନ୍ତୁ ଅଯଥା ଟାଇମ୍ରେ ଯଦି ଆମେମାନେ ଯିବୁ ତ ଆମର ବହୁତ ହିଁ କ୍ଷତି ହେବ। ଆମେ ତେଲ ପୋଡ଼ିକି ଯିବୁ, ଯାହାକି 100-150 କିଲୋମିଟର ପାଖାପାଖି ଆମ ଘରଠୁ ହେବ। ତ ଆଉ ଯଦି ଏମିତି ବେକାର ଡେରେ ଯଦି ଆଜି ତୁମର ବାହାଘର ହେଉନଥିବ, ଆମେ ଆଜି ପହଞ୍ଚିବୁ, ତ କିଛି ଆମର ସେମିତି କିଛି ଫାଇଦା ହେବନି। କାହିଁକିନା ଆମେ ବି ଯାଇକି କିଛି ଆପଣମାନଙ୍କ ସହିତ ଭେଟ ହେବୁ, ତୁମ ଦୁଇ ଜଣଙ୍କ ସହିତ ଭେଟ ହେବୁ, ଆଉ ଦେଖା କରିବୁ। ଆଉ ତୁମ ସହିତ ଯଦି ଦେଖା ହେଇପାରିବନି ତ ଯାଇକି କୌଣସି ମୂଲ୍ୟ ରହିବନି। ତ ସେଥିପାଇଁ ଆମେମାନେ ହିଁ ଯାଇପାରୁନୁ। ତ ଏ ଭିଡ଼ିଓରେ ମୁଁ ଏତିକି କହିବି, ରାଜୁ ଭାଇ ତୁମେ ଆମକୁ ଟିକେ ଜଣାନ୍ତୁ ଯେ ଆମେମାନେ ବି ଯିବୁ। ତ ସେଇଟା ହିଁ ବାସ୍ ଛୋଟ ଭିଡ଼ିଓଟି ଥିଲା। ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣାନ୍ତୁ। ତ ଆଜିର ଭିଡ଼ିଓଟିକୁ ମୁଁ ଏଠି ରଖୁଛି। ଜୟ।